17/10/2025 ରବି ଯାଉଛନ୍ତି ତୁଳା ରାଶିକି, ବୃହସ୍ପତି ଯାଉଛନ୍ତି କର୍କଟ ରାଶିକି। ତୁଳା ମାସର ଭାଗ୍ୟଫଳ କନ୍ୟା ରାଶି ପାଇଁ। କନ୍ୟା ରାଶି ପାଇଁ 17/10 ରୁ 17/11 ସଂକ୍ରାନ୍ତିରୁ ସଂକ୍ରାନ୍ତି। କନ୍ୟା ରାଶିର ବ୍ୟକ୍ତି ବିଶେଷକ ପାଇଁ ଏକାଦଶରେ ବୃହସ୍ପତି। ଏକାଦଶ ସର୍ବଂ ଫଳ ଦଦାତି। ଏକାଦଶରେ ବୃହସ୍ପତି ଥିବାରୁ ଆପଣଙ୍କର ଅଟକି ରହିଥିବା ପଇସା ଆପଣ ଫେରି ପାଇବେ। ଏକାଦଶ ହେଉଛି ଲାଭର ସ୍ଥାନ, ପ୍ରତ୍ୟେକ କ୍ଷେତ୍ରରେ ଲାଭ। ଯଦି କିଛି ପଇସା ବାକି ଅଛି ଆପଣ ନିଶ୍ଚିତ ଭାବରେ ଫେରି ପାଇବେ। ଆର୍ଥିକ ଇନକମ୍ ଆପଣଙ୍କର ବୃଦ୍ଧି ହେଇପାରେ। ଆପଣ କେଉଁଠି ଇନସେଣ୍ଟିଭ୍ ହେଉ, ବୋନସ୍ ହେଉ ବା ଇନକ୍ରିମେଣ୍ଟ ହେଉ, ଏସବୁ ଆକାରରେ ଆପଣ ପଇସା ପାଇବେ। ବା କୌଣସି ଇନଭେଷ୍ଟମେଣ୍ଟ କରିଥିଲେ ତାର ମ୍ୟାଚୁରିଟିରେ ଆପଣ ପଇସା ପାଇବେ। ବଡ଼ ଭାଇ ଭଉଣୀମାନଙ୍କ ସହିତ ସମ୍ପର୍କରେ ମାଧୁର୍ଯ୍ୟତା ଆସିବ। ଏକାଦଶ ସ୍ଥାନଟା ବୃହସ୍ପତିଙ୍କର ଶୁଭ ଫଳ ପ୍ରଦାନ କରୁଥିବାରୁ ଆପଣଙ୍କର ଏ ମାସ ଶୁଭତ୍ୱ ଅଧିକ ରହିବ। ସେଭଳି ଭାବରେ ଦ୍ୱାଦଶ ଭାବରେ ରହିବ କେତୁ। କେତୁ ହେଉଛି ମୋକ୍ଷ ପ୍ରାପ୍ତିର କାରକ। ଦ୍ୱାଦଶ ଭାବ ହେଉଛି ଆପଣଙ୍କର କୋର୍ଟ କଚେରୀ, ହସ୍ପିଟାଲ, ବ୍ୟୟର ଭାବ। ତେଣୁ ଏସବୁରୁ ଦୂରେଇ ରୁହନ୍ତୁ। ହଠାତ୍ ଗୋଟେ ସମସ୍ୟା ଆସିପାରେ, ଆପଣ କୋର୍ଟର ଦ୍ୱାରସ୍ଥ ହେବେ। ହଠାତ୍ ସମସ୍ୟା ଆସିପାରେ, ଆପଣ ହସ୍ପିଟାଲର ଦ୍ୱାରସ୍ଥ ହେବେ। ଏସବୁରୁ ଆପଣ ଦୂରେଇକି ରୁହନ୍ତୁ। ଦ୍ୱିତୀୟ ଭାବରେ ରହୁଛନ୍ତି ରବି। ରବି ଦ୍ୱିତୀୟ ଭାବରେ ରହିଲେ ଆପଣଙ୍କର ଦ୍ୱିତୀୟ ଭାବ ହେଉଛି ବାଣୀର ଭାବ। ଦ୍ୱିତୀୟ ଭାବ ହେଉଛି ସଞ୍ଚିତ ଧନର ଭାବ। ଦ୍ୱିତୀୟ ଭାବ ହେଉଛି ପରିବାର ବା କୁଟୁମ୍ବର ଭାବ। ତେଣୁ ଯେତେବେଳେ ଦ୍ୱିତୀୟ ଭାବକୁ ରହୁଛନ୍ତି ଆପଣଙ୍କର ବାଣୀରେ କିଛି ସମସ୍ୟା ପାଇଁ ଆପଣ ପାରିବାରିକ ସମସ୍ୟାକୁ ବଢ଼େଇ ଦେଇପାରନ୍ତି। କଥା କହିଲା ବେଳେ ଏକାଧିକ ବାର ଚିନ୍ତା କରନ୍ତୁ, ତାପରେ କଥା କୁହନ୍ତୁ। ଖାଲି ସେତିକି ନୁହଁ, ସଞ୍ଚିତ ଧନ ଅଯଥାର ବ୍ୟୟ ହୋଇଯିବାର ସମ୍ଭାବନା ଅଛି। ପାରିବାରିକ ସମସ୍ୟା ଦେଖା ଦେଇପାରେ। ସେସବୁ ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ସେଭଳି ଭାବରେ ଷଷ୍ଠ ଭାବରେ ରାହୁ। ଷଷ୍ଠ ଭାବ ହେଉଛି ଆପଣଙ୍କର ସାହସ ପରାକ୍ରମର ଭାବ। ଷଷ୍ଠ ଭାବ ରୋଗ ଋଣ ଶତ୍ରୁର ଭାବ। ତେଣୁ ଷଷ୍ଠ ଭାବରେ ଯେତେବେଳେ ରାହୁ ରହିଛନ୍ତି ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବ। ଯଦି କିଛି କମ୍ପିଟେଟିଭ୍ ଦେଉଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। ଯଦି ଆପଣ ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା, ସେ ସମସ୍ୟାରେ ସେମାନେ ଉପଶମ ପାଇବେ। ଋଣ ସୂତ୍ରରେ ଆଣିଥିବା ଅର୍ଥକୁ ସୁଝିବା ପାଇଁ ଆପଣ ସକ୍ଷମ ହେବେ ଏବଂ ଶତ୍ରୁ ପରାଜୟ ହେବେ। ଯଦି କିଛି ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ଶତ୍ରୁ କିଛି ଲାଗି ରହିଥିଲେ ସେମାନେ ନିଶ୍ଚିତ ଭାବରେ ପରାସ୍ତ ହେବେ। ସପ୍ତମ ଭାବରେ ଶନି। ସପ୍ତମ ଭାବରେ ଯେତେବେଳେ ଶନି ରହୁଛନ୍ତି, ସପ୍ତମ ଭାବ ହେଉଛି ବ୍ୟବସାୟ, ସପ୍ତମ ଭାବ ହେଉଛି ଦାମ୍ପତ୍ୟ, ସପ୍ତମ ଭାବ ହେଉଛି ଆପଣଙ୍କର ପାରିବାରିକ ଜୀବନ। ସପ୍ତମ ଭାବରେ ଶନି ରହୁଛନ୍ତି ଆପଣଙ୍କର ଦାମ୍ପତ୍ୟ ବୁଝାମଣା ଭିତରେ ଟିକେ ତିକ୍ତତା ଦେଖା ଦେଇପାରେ। କାରଣ ଶନି ହେଉଛନ୍ତି ଦାମ୍ପତ୍ୟ ଜୀବନ ଠାରୁ ବହୁତ ଊର୍ଦ୍ଧ୍ୱରେ। ଶନି ହେଉଛନ୍ତି ବିଚାରପତି। ଶନି ହେଉଛନ୍ତି ଧର୍ମରାଜ। ଭୋଗ ବିଳାସ ଐଶ୍ୱର୍ଯ୍ୟ ଠାରୁ ସେ ବହୁତ ଦୂରରେ। ଦାମ୍ପତ୍ୟ ସୁଖକୁ ସେ ସହ୍ୟ କରିପାରନ୍ତିନି। ତେଣୁ
ଦାମ୍ପତ୍ୟ ସମସ୍ୟା ଦେଖା ଦେଇପାରେ। ଆପଣ ଟିକେ ବୁଝାମଣା ଭିତରେ ଚାଲିବା ଦରକାର। ଆପଣଙ୍କ ଭିତରେ ତିକ୍ତତା ନ ରହିବା ଦରକାର। ସେସବୁ ହେଲେ ଆପଣଙ୍କର ସଂସାର ଗାଡ଼ି ଠିକରେ ଚାଲିବ। ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଓଭରଅଲ୍ ଦେଖିବା, ତୁଳା ମାସ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ନିଶ୍ଚିତ ଭାବରେ ଭଲ ରହିବ। 60-70% ଭଲ ସମୟ ରହିବ।